ଦଣ୍ଡକାରଣ୍ୟ ଭାରତର ମଧ୍ୟ ପୂର୍ବ ଭାଗରେ ବିସ୍ତୃତ ହୋଇଥିବା ଏକ ଘଞ୍ଚ ଜଙ୍ଗଲଟେ। ଧାର୍ମିକ ଦୃଷ୍ଟିକୋଣରୁ ଭାରତରେ ଏହାର ଗୁରୁତ୍ୱ ଢେର ରହିଛି। ଦଣ୍ଡକାରଣ୍ୟର କଥା ସାମ୍ନାକୁ ଆସିଲେ ପ୍ରଭୁ ଶ୍ରୀରାମଙ୍କ କଥା ମନେ ପଡ଼ିଯାଏ। କାହିଁକି? କାରଣ ଭଗବାନ ଶ୍ରୀରାମ 14 ବର୍ଷ ବନବାସ ସମୟରେ ଦଣ୍ଡକାରଣ୍ୟରେ ମଧ୍ୟ କିଛି ସମୟ ବିତାଇଥିଲେ। କିଛି ଦିନ ଏହି ଅରଣ୍ୟରେ ନିଜ ଜୀବନ ଅତିବାହିତ କରିଥିଲେ। ଆଜି ଜାଣିବା ଏହି ଦଣ୍ଡକାରଣ୍ୟର ରହସ୍ୟ ପଛରେ, ଏହାର ନାମକରଣର ଇତିହାସ ପଛରେ। ଦଣ୍ଡକାରଣ୍ୟ ଜଙ୍ଗଲ ଅତ୍ୟନ୍ତ ବଡ଼ ଏବଂ ଏହାର କିଛି ଭାଗ ଆମ କୋରାପୁଟ ଜିଲ୍ଲାରେ ମଧ୍ୟ ରହିଛି। ଶ୍ରୀରାମଚନ୍ଦ୍ର, ମାତା ସୀତା ଓ ଲକ୍ଷ୍ମଣ ଓଡ଼ିଶାର କୋରାପୁଟ ଜିଲ୍ଲା ତଥା ବର୍ତ୍ତମାନର ମାଲକାନଗିରିର ଦଣ୍ଡକାରଣ୍ୟରେ ବନବାସ ସମୟ କଟାଇଥିଲେ। ମାଲକାନଗିରି ଜିଲ୍ଲାରେ ଦୁଇ ପ୍ରକାରର ଆଦିମ ଅଧିବାସୀ ବାସ କରନ୍ତି। ସେମାନେ ହେଲେ କୋୟା ଓ ବଣ୍ଡା ପ୍ରଜାତିର ଆଦିମ ଅଧିବାସୀ। ଏହି ଦୁଇ ଆଦିମ ଅଧିବାସୀ ରାମାୟଣ ସହିତ ଓତଃପ୍ରୋତ ଭାବେ ଜଡ଼ିତ। ପ୍ରଥମତଃ ବଣ୍ଡାମାନେ ଯେଉଁ ଅଞ୍ଚଳରେ ବାସ କରନ୍ତି ସେହି ଅଞ୍ଚଳରେ ଦୁଇଟି ଛୋଟ ଜଳାଶୟ ଅଛି। ଗୋଟିଏର ନାମ ସୀତାକୁଣ୍ଡ ଓ ଅନ୍ୟଟିର ନାମ ହଳଦୀକୁଣ୍ଡ। ଉଭୟ କୁଣ୍ଡ ବା ଜଳାଶୟରେ ବନବାସ ସମୟରେ ମାତା ସୀତା ସ୍ନାନ କରୁଥିଲେ। ଦେହରେ ହଳଦୀ ଲଗାଇ ସୀତାମାତା ଯେଉଁ ଜଳାଶୟରେ ସ୍ନାନ କରୁଥିଲେ ସେହି କୁଣ୍ଡ ଏବେ ବି ହଳଦିଆ ହୋଇ ରହିଛି। ବାସ୍ନା ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ। ଅର୍ଥାତ୍ ପାହାଡ଼ ପର୍ବତ ଭରା ଅଞ୍ଚଳରେ ମିଳୁଥିବା ଝରଣା ପାଣି ଠାରୁ ସେହି କୁଣ୍ଡର ପାଣି ସମ୍ପୂର୍ଣ୍ଣ ଅଲଗା। ଅନ୍ୟ କୁଣ୍ଡଟି ହେଲା ସୀତାକୁଣ୍ଡ। ସେହି କୁଣ୍ଡର ପାଣି ଅତ୍ୟନ୍ତ ସ୍ୱଚ୍ଛ। ସ୍ନାନ ପାଇଁ ସୀତାମାତା ସେହି କୁଣ୍ଡଟିକୁ ବାଛିଥିଲେ। ଏକଦା ସେହି କୁଣ୍ଡରେ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ସୀତାମାତା ଗାଧୋଉଥିବା ବେଳେ ବଣ୍ଡା ରମଣୀମାନେ ତାଙ୍କୁ ଦେଖି ଅଟ୍ଟହାସ୍ୟ କରିଥିଲେ। ପୌରାଣିକ କଥାକୁ ଯଦି ଆମେ ଧ୍ୟାନ ଦେବା ତେବେ ସୀତାମାତାଙ୍କୁ ଭଲରେ ବସ୍ତ୍ର ପ୍ରେକ୍ଷାଳୟ ପାଇଁ ସୁଯୋଗ ମଧ୍ୟ ଦେଇନଥିଲେ। ଏପରି ବ୍ୟବହାରରେ କ୍ରୋଧିତ ହୋଇ ସେମାନଙ୍କୁ ମାତା ଅଭିଶାପ ଦେଇଦେଲେ ଯେ ପର୍ଯ୍ୟନ୍ତ ଚନ୍ଦ୍ର ସୂର୍ଯ୍ୟ ଥିବେ ସେ ପର୍ଯ୍ୟନ୍ତ ବଣ୍ଡା ରମଣୀମାନେ ସମ୍ପୂର୍ଣ୍ଣ ବିବସ୍ତ୍ର ହୋଇ ରହିବାକୁ ଅଭିଶାପ ଦେଇଦେଲେ, ଯାହାଫଳରେ ବଣ୍ଡା ରମଣୀମାନେ କୌଣସି ବସ୍ତ୍ର ପିନ୍ଧନ୍ତି ନାହିଁ। ଏପରିକି ନିଜ ଗ୍ରାମରେ ଥିବାବେଳେ ମଧ୍ୟ କୌଣସି ବସ୍ତ୍ର ପିନ୍ଧି ନଥାନ୍ତି। କିନ୍ତୁ ହାଟ ବଜାର ତଥା ବାହାରକୁ ଆସିଲେ ବକଳ କିମ୍ବା ଶିଆଳି ପତ୍ର ଗୁଡ଼ାଇ ହୋଇ ଆସିଥାନ୍ତି। ଏହି ପ୍ରଥା ପ୍ରାୟ 30 ବର୍ଷ ତଳେ ଦେଖିବାକୁ ମିଳୁଥିଲା, କିନ୍ତୁ ଏବେ ବର୍ତ୍ତମାନ ସେମାନେ ଲୁଗା ପିନ୍ଧିବା ଆରମ୍ଭ କଲେଣି। କିନ୍ତୁ ମାତା ସୀତାଙ୍କ ଅଭିଶାପକୁ ମରିବା ପର୍ଯ୍ୟନ୍ତ ପାଳନ କରିବେ ବୋଲି ସେମାନେ କୁହନ୍ତି। କୋୟାମାନେ ବାଲିମେଳା ଠାରୁ ମୋଟୁ ଓ ପୋଡ଼ିଆ ପର୍ଯ୍ୟନ୍ତ ବସବାସ କରନ୍ତି। ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ମଧ୍ୟ ସେମାନେ ବହୁ ସଂଖ୍ୟାରେ ଅଛନ୍ତି। ଆଧୁନିକ ଯୁଗର କୋରୁକୋଣ୍ଡା ହେଉଛି ରାମାୟଣ ବର୍ଣ୍ଣିତ କିଷ୍କିନ୍ଧା। କୋରୁକୋଣ୍ଡା ବ୍ଲକଟି ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ 20 କିଲୋମିଟର ଦୂର ଏବଂ ବାଲିମେଳା ସେଠାରୁ 15 କିଲୋମିଟର। ସେହି ସ୍ଥାନ ଅର୍ଥାତ୍ କିଷ୍କିନ୍ଧା ନିକଟରେ ଏକ ଛୋଟ ପାହାଡ଼ ସଂଲଗ୍ନ ଗ୍ରାମ ଅଛି, ଯାହାକୁ କି ଦୁନ୍ଦୁଗୁଡ଼ା ବୋଲି କୁହାଯାଏ। ତାହା ହିଁ ଦୁନ୍ଦୁଭି ଅସ୍ଥିର ପାହାଡ଼ ବୋଲି ଗବେଷକମାନେ ମତ ଦିଅନ୍ତି। ବାଳୀକୁ ହତ୍ୟା କରିବା ପୂର୍ବରୁ ଶ୍ରୀରାମଚନ୍ଦ୍ର ପାହାଡ଼ ସଦୃଶ ପଡ଼ିଥିବା ଦୁନ୍ଦୁଭି ଅସ୍ଥିକୁ ଏକ ଯୋଜନା ଦୂରକୁ ଫିଙ୍ଗି ଦେଇଥିଲେ। ସେହିପରି ଭାବେ ବାଳୀକୁ ହତ୍ୟା କରିବା ପୂର୍ବରୁ ଶ୍ରୀରାମଚନ୍ଦ୍ର ଗୋଟିଏ ସରରେ 7ଟି ତାଳ ଗଛକୁ ଭେଦ କରିଥିଲେ। କହିବା ବାହୁଲ୍ୟ ଯେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମାଲକାନଗିରିକୁ ଛାଡ଼ିଦେଲେ ଅନ୍ୟ କେଉଁଠି ତାଳ ଗଛ ଦେଖିବାକୁ ମିଳେ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସୁଗ୍ରୀବଙ୍କ ସଖା ଶ୍ରୀରାମଚନ୍ଦ୍ର ବାଳୀକୁ ଯେଉଁ ସ୍ଥାନରେ ହତ୍ୟା କରିଥିଲେ ତାହା ବର୍ତ୍ତମାନର ବାଲିମେଳା ବ୍ୟତୀତ ଆଉ କିଛି ନୁହେଁ। ଅନେକ ଲୋକ ଏହାକୁ ସେହି ସ୍ଥାନ ବୋଲି ମାନନ୍ତି। ବାଳୀ ମରିବାର ଗୋଟିଏ ଦିନ ପରେ କୋୟାମାନେ ସମ୍ମିଳିତ ହୋଇ ଯେଉଁ ସ୍ଥାନରେ ଉତ୍ସବ ମନାଇଥିଲେ ତାହା ଆଧୁନିକ ବାଲିମେଳା ବୋଲି କୁହାଯାଉଛି। ରାମାୟଣରେ ସୀତାମାତାଙ୍କର ଦିବଂଗତ ମହାରାଜା ଦଶରଥଙ୍କ ପୁତ୍ର ରାମଚନ୍ଦ୍ରଙ୍କ ଅନୁପସ୍ଥିତିରେ ଆବର୍ତ୍ତମାନ କାଳରେ ନଦୀରୁ ବାଲି ଆଣି ବାଲିପିଣ୍ଡ ରୂପରେ ଅର୍ପଣ କରିବାର ବର୍ଣ୍ଣନା ଅଛି। ଏକଥା ଦେଶର ଅନ୍ୟ କୌଣସି ସ୍ଥାନରେ ଦେଖାଯାଏ ନାହିଁ। କୋରାପୁଟ ଜିଲ୍ଲାରେ ଏହାର କିଛି ଦୃଶ୍ୟ ଦେଖିବାକୁ ମିଳେ। ଅର୍ଥାତ୍ ବିଭିନ୍ନ ସ୍ଥାନରେ ମାଲକାନଗିରି ସମେତ କୋରାପୁଟରେ ବାଲି ଉତ୍ସବ ପାଳିତ ହୋଇ ଆସେ। ଉକ୍ତ ବାଲି ପର୍ବରେ ରାମଭକ୍ତମାନେ ବାଲି ଅର୍ପଣ କରି ତାଙ୍କର ପୂର୍ବପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରନ୍ତି। ଏହା ବ୍ୟତୀତ ଚିତ୍ରକୂଟକୁ କେତେକ ଆଧୁନିକ ଚିତ୍ରକୋଣ୍ଡା ବୋଲି କହି ଆସୁଥିବା ବେଳେ ମାଲକାନଗିରି ସହର ସଂଲଗ୍ନ ପର୍ବତମାଳାକୁ ମାଲ୍ୟବନ୍ତ ଗିରି ଭାବେ ବର୍ଣ୍ଣନା କରନ୍ତି। ପ୍ରତ୍ୟେକ 3 ବର୍ଷରେ ଥରେ ମାଲକାନଗିରିରେ ଠାକୁରାଣୀ ପୂଜାର ଆୟୋଜନ କରାଯାଏ। ସେହି ପୂଜାରେ ଅଗ୍ରପୂଜ୍ୟ ଭାବେ ରାମ, ଲକ୍ଷ୍ମଣ ଓ ହନୁମାନଙ୍କୁ ପୂଜା କରାଯାଏ। ଅବଶ୍ୟ ସେହି 55 କିଲୋମିଟର ଯାତ୍ରାରେ ହଜାର ହଜାର ବଳି ପଡ଼ିଥାଏ। ତାହା କେବଳ ମାଲକାନଗିରିର ଅଧିଷ୍ଠାତ୍ରୀ ଦେବୀଙ୍କ ଉଦ୍ଦେଶ୍ୟରେ ଦିଆଯାଏ। ଗୋଟିଏ ବିମାନରେ ଯାଉଥିଲେ ବି ରାମ, ଲକ୍ଷ୍ମଣ ଏବଂ ହନୁମାନଙ୍କ ପାଇଁ କଦଳୀ କିମ୍ବା
नड़िया लागी करा जाए। सीतामातांको अपहरण परे मालकानगिरीर सही अधिष्ठात्री देवी ही राम लक्ष्मण और हनुमान को दाक्षिणात्यर बाट देखाई देथिले बोली प्रबाद रहिछि। रामगिरी तुलसी पहाड़ और गुप्तेश्वर विजयस्थली मध्य रामगिरी ठारे महर्षि वाल्मीकि आश्रम थिला बोली किछि गवेषक मत दियंती। प्रत्येक वर्ष देशर विभिन्न प्रांतरु गवेषक माने रामगिरी आसंती। एक पर्वत गुंफारे रामचंद्र शिवलिंग प्रतिष्ठा करी पूजा करुथिले ताहा एबे गुप्तेश्वर पीठ रूपे ख्यात। गुप्तेश्वर पीठरु अनति दूर एक तुलसी पहाड़ अछि। सेही पहाड़टी केवल तुलसी गछरे पूर्ण। 1/2 किलोमीटर दूरर तुलसीर बास्नारु ताहा जना पड़ी जाए। वर्तमान ताहा तेंतुलीगोमा ग्राम रे अवस्थित। पौराणिक किंबदंती को जदि आमे देखिबा ताहले एकदा दंडकारण्यर नाम भिन्न थिला। एहाकु दंड नामक राजा राजती करुथिले। दिने राजा अरण्य को शिकार उद्देश्य रे आसी शुक्राचार्यंक अनिंद्य सुंदरी कन्या अरजा को देखि विमोहित हेले। किछि दिन परे दिने गोधूली समय रे अरजा सरोवररु स्नान करी एकाकी कुटीर को फेरुथिले। राजा निजर परिचय दे गांधर्व रीति रे विवाह करबाको इच्छा कले। अरजा एही प्रस्ताव रे राजी हेले नाही। पितांक निकटकु जाई प्रस्ताव देबाको राजांको परामर्श देले, किंतु उद्धत अहंकारी राजा बलात्कार रे अरजांको विवाह करबाको चाहिले। सौभाग्यवशतः अरजा राजा दंडंक हातरु निजको मुक्त करी आश्रम को चली गले। पिता ऋषि शुक्राचार्यंक आगरे अरजा राजा दंडंक द्वारा अपमानित होइथिबार वर्णना कले। ऋषि क्रोधान्वित होई अभिशाप देले राज्य भस्म होई जाऊ। फलरे समग्र राज्यटी अग्नि रे भस्मीभूत होई पाउंसरे परिणत होइकला। एथि सहित ऋषि और तांको कन्या अविलंबे राज्य परित्याग कले, किंतु शुक्राचार्यंक तपशक्ति बलरे अरजांक अति प्रिय सरोवरटी सुखी न जाई रहिथिला जलपूर्ण होई। कालक्रमे दूर पर्वतरु जलधारा आसी से सरोवर को नदी रे परिणत कला। से नदीर नाम तमसा नदी। वर्ष परे वर्ष बीतीगला। समयानुक्रमे वर्षार आशीर्वाद रे से सरोवर उभय दिगरे काया विस्तार कला। ता स्पर्शरे से अंचल क्रमे पुनर्बार सजीव हेला। इतिमध्ये दूर दूरांतरु पशु पक्षी मध्य आसिले। नदी रे भासी आसुथिबा फलमूलरु सृष्टि हेला वृक्षलता। कालक्रमे वृक्षलतार अभिवृद्धि द्वारा घंच अरण्य सृष्टि हेला। सही अभिशप्त राजा दंडंक नाम अनुसारे अरण्यर नाम दंडकारण्य रूपे जनागला। एबे आपण जानिले तो एही दंडकारण्यर नाम पछरे कोन इतिहास रहिछि, पौराणिक किंबदंती हमर कोन कहूछि। तेबे दंडकारण्य को नै थिबा आजिर एही स्पेशल वीडियोटी आपनको किभଳି लागिछि मते कमेंट रे निहाती जणाइबे। आ केउ माने कोरापुट तथा मालकानगिरी जिल्लारो मो वीडियो को देखुचंती सेमाने मध्य कमेंट करंतु। वीडियोटी भल लागिथिले एहाकू लाइक आउ शेयर मध्य करंतु। आम राज्य और जिला सह जड़ित एभली अनेक पौराणिक कथा विषय रे जदि आपण जानिबाकू चाहुछंती ताहाले आज ही मो चैनल को सब्सक्राइब करंतु।